କେଜି ଗ୍ୟାସ୍ ଦିଆଯିବ ଦିଆ ଆରମ୍ଭ ହେଲାଣି। ତେବେ ଖାଲି କଣ ସବୁ ପେଟ୍ରୋଲ ଟାଙ୍କିରେ ଆଇଡେଣ୍ଟି କାର୍ଡଟା ଦେଖେଇଦବ କି ନହେଲେ ପିଲାଙ୍କର ଆଇଡେଣ୍ଟି କାର୍ଡଟା ଦେଖେଇଦବ। ଏନି ଯେକୌଣସି ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜେସନ କାର୍ଡଟା ଦେଖେଇଦେଲେ ଭୋଟର କାର୍ଡ ଦେଖେଇଦେଲେ ମଧ୍ୟ ତମେ ପାଇପାରିବ, କିଛି ଅସୁବିଧା ନାହିଁ। ସେଇନା ସଫିସିଏଣ୍ଟ। ଆମେ ଆନ୍ଦୋଳନ କଲା ପରେ ସରକାର ରାଜି ହେଇଗଲେ ପ୍ରତ୍ୟେକ ପେଟ୍ରୋଲ ଡିପୋରେ 50 କେଜି 5 କେଜି ଗ୍ୟାସ୍ ଦିଆଯିବ ଦିଆ ଆରମ୍ଭ ହେଲାଣି। ତେବେ ଖାଲି କଣ ସବୁ ପେଟ୍ରୋଲ ଟାଙ୍କିରେ ଆଇଡେଣ୍ଟି କାର୍ଡଟା ଦେଖେଇଦବ କି ନହେଲେ ପିଲାଙ୍କର ଆଇଡେଣ୍ଟି କାର୍ଡଟା ଦେଖେଇଦବ। ଏନି ଯେକୌଣସି ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜେସନ କାର୍ଡଟା ଦେଖେଇଦେଲେ ଭୋଟର କାର୍ଡ ଦେଖେଇଦେଲେ ମଧ୍ୟ ତମେ ପାଇପାରିବ, କିଛି ଅସୁବିଧା ନାହିଁ। ଆମେ ଆନ୍ଦୋଳନ କଲା ପରେ ସରକାର ରାଜି ହେଇଗଲେ, ସବୁ କମ୍ପାନୀ ରାଜି ହେଇଗଲେ, ଦବା ଆଜିଠୁ ଆରମ୍ଭ ହେଲା। ନା ନା ଦବା ଆରମ୍ଭ ହେଇଯିବ। ତାମିଲନାଡୁରେ ଇଲେକ୍ସନ ହେଲା, ଭୋଟ ଚୋରି ଗୋଟେ ରାତି 8ଟାରୁ 2ଟା ମଧ୍ୟରେ 57 ଲକ୍ଷ ଭୋଟିଂ ହଉଛି। ଏ କୋଉ ଭଳିଆ ଡକାୟତଗିରି ନରେନ୍ଦ୍ର ମୋଦି ଡକାୟତଗିରି କରୁଛି ଇଲେକ୍ସନ କମିଶନର ପକେଟରେ ପୁରେଇକି। 90 ଲକ୍ଷ ଭୋଟର ଗୋଷ୍ଠୀ ମୂଲ୍ୟ କାଢି ଦେଇଛି ମମତା ଘରେ ଆ ପାଇଁ। ଏ ଇଲେକ୍ସନ କମିଶନ ଏଡେ ଡକାୟତ ମୁଁ କହିବାକୁ ବାଧ୍ୟ ହଉଛି। କରପସନ ଦୁର୍ନୀତି କରି ତେବେ ଠିଆ ହବ। ଏଇଠି ଯୋଉ ଗଲା ଭୋଟ ହେଲା କଣ ହେଇଛି? ଭୋଟ ଯେତିକି ଦେଇଛନ୍ତି ପୁଲିଂ ତାଠୁ ଅଧିକା ହେଇଛି। ଏରେ କେମିତି ହେଲା? ପୁଲିଂ ଅଧିକା ଭୋଟ ଅଲଗା। ପୁରା ଡକାୟତଗିରି କରି ଇଲେକ୍ସନ କମିଶନକୁ ଧରି ନରେନ୍ଦ୍ର ମୋଦି ଶାହ 71 ମାସ ଶାସନ କରିବେ। ୱେଷ୍ଟବେଙ୍ଗଲରେ ଦେଖିବ ତମେ ମମତା ବାନାର୍ଜୀ ବିପୁଳ ସଂଖ୍ୟା ଭୋଟରେ ଆସିବ। କରିବା ଉଚିତ ମଧ୍ୟ। ତ ଭାଇ ଭଉଣୀ ସମ୍ପର୍କ ତାଙ୍କର ନିବିଡ଼ ସମ୍ପର୍କ। ମମତାର ନବୀନର କୁଣ୍ଡିଆ କୁଣ୍ଡି ଭାଇ ଭଉଣୀ, ଶ୍ରଦ୍ଧାରେ ସ୍ନେହରେ ଭକ୍ତିରେ। ତେଣୁ ଭଲ କରିଛି ନବୀନ ପଟ୍ଟନାୟକ। ନାଇଁ ନାଇଁ ଦେଇଥିଲେ ନବୀନ କଥା ସେ ମାନନ୍ତି। ଆଳୁ ଖୋଲିଲେ ବନ୍ଦ ହେଇଯାଇଥିଲା, ନବୀନ ଚିଠି ଗଲା ମାନେ ପ୍ରାୟ 100 ଟ୍ରକ୍ ଆଳୁ ପଠେଇଥିଲା। ନାଇଁ ନାଇଁ ଗୁଡ ରିଲେସନ। ନବୀନ ପଟ୍ଟନାୟକ ଆମର ଗୋଟେ ଇଣ୍ଡିଆ ଲିଡର, ଭାରତ ନୁହଁ। ଏଇନା ନମ୍ବର 1 ହଉଛି ରାହୁଲ ଗାନ୍ଧୀ ଇଣ୍ଡିଆରେ ଇନ୍ଦିରା ଗାନ୍ଧୀ, ରାହୁଲ ଗାନ୍ଧୀ, ଦ୍ୱିତୀୟରେ ପ୍ରିୟଙ୍କା ଗାନ୍ଧୀ, ତୃତୀୟରେ ନବୀନ ପଟ୍ଟନାୟକ। ନା ଏଇନା ଉପରେ ରହିଛି। ଚତୁର୍ଥ ମମତା ବାନାର୍ଜୀ। ଏଇନା ସୁଦାମ ରହିଛି ସମସ୍ତଙ୍କର। ତେଣୁ କମିଂ ଇଲେକ୍ସନରେ ଆପଣ ଦେଖିବେ ମୁଖ୍ୟମନ୍ତ୍ରୀ ହେବେ। ଆମେ 12 ତାରିଖ ଜଟଣୀ ଯୁବ କ୍ଷେତ୍ର ଲୋକ ହେବେ, ଦେଖିବ କେମିତି ସମର୍ଥନା ଦିଆଯିବ ଭକ୍ତ ଦାସଙ୍କୁ। କଣ ପାଇଁ ସେ ନିକୁ ସାହୁଙ୍କୁ ଏତେ ପ୍ରାୟୋରିଟି ଦଉଛନ୍ତି? ମୁଖ୍ୟମନ୍ତ୍ରୀ ଆମର ଖାଲି ଗଳି କନ୍ଦି ବୁଲୁଛନ୍ତି। କାଲି ଖୋର୍ଦ୍ଧା ଯାଇଥିଲେ। ଆଏ ମୁଖ୍ୟମନ୍ତ୍ରୀ, ତମେ କାଲି କହିଛ କଣ ଷ୍ଟେଟମେଣ୍ଟରେ? ଓଡ଼ିଶା ହଉଛି ଭାରତ ବର୍ଷର ଶିଳ୍ପର ପେଣ୍ଠସ୍ଥଳୀ। କିଏ କରିছে? ଜାନେ ବଲ୍ଲଭଟ୍ଟନାୟକ କରିଛି। 1000 ଦିନ 1000 କୋଟିର 1000 ଶିଳ୍ପ। ଆଜି ଯା ଚନ୍ଦ୍ରଶେଖରପୁର, ଆଜି ଯାଅ ଜଗତପୁର, ରସୁଲଗଡ଼, ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, ଆଜି ଯା ଖୋର୍ଦ୍ଧା, ଯୋଉଠି କାଲି ଯାଇଥିଲ ତମେ। ପ୍ରାୟ 1200 ଶିଳ୍ପ ସେଠି ଠିଆ ହେଇଛି ବରୁଣେଇ ତଳେ। କିଏ କରିଛି? ଜାନକୀ ପଟ୍ଟନାୟକ କରିଛି। ଆରେ ଯା ଜଟଣୀ, ଆଜି 14 ଶିଳ୍ପ ଠିଆ ହେଇଛି। ଚନ୍ଦ୍ରକା ଦେଇ, ଛତାବର ଦେଇ, ଜଟଣୀ ଦେଇ ଆଜି ଶିଳ୍ପ ବିକାଶ କରିଛି କିଏ? ଜାନକୀ ବଲ୍ଲଭ ପଟ୍ଟନାୟକ। ଆଜି ଯୋଉ ହୋଟେଲ ଦେଖୁଛ ଶିଳ୍ପ ନୀତିରେ ଆଜି ସବୁ ହୋଟେଲ ଠିଆ ହେଇଛି। ଭୁବନେଶ୍ୱର ଗୋଟେ ରାଜମହଲ ଗୋଟେ ଏଡ଼ିକିଟେ, ଆଉ ଗୋଟେ ପୁଷ୍ପକଥଲା ଏଡ଼ିକିଟେ, ଯୋଡ଼େ ବଖରା ଘର। ଆଜି ଯାହା ଦେଖ ମେ ଫ୍ୟାର, ସ୍ୱସ୍ତି ପ୍ଲାଜା, ଯାହାକୁ ଦେଖିବ ଯୋଉ ହୋଟେଲ ସବୁ କରିଛି ଜାନକୀ ବଲ୍ଲଭ ପଟ୍ଟନାୟକ।